ରାଧାନାଥ ସାହିତ୍ୟର ଚିରନ୍ତନ ମୂଲ୍ୟବୋଧ। ସାହିତ୍ୟ ମଣିଷର ଜୀବନକୁ ନେଇ ଲେଖାଯାଏ। ମଣିଷର ଦୁର୍ଲଭ ଜୀବନର ଘଟଣା ଦୁର୍ଘଟଣା ସାହିତ୍ୟ ରଚନାର ଉପଜୀବ୍ୟ, ତାର ଆଧାର ବସ୍ତୁ। ଜୀବନ ସାହିତ୍ୟକୁ ବିଶ୍ୱାସଯୋଗ୍ୟ କରାଏ, କାରଣ ସାହିତ୍ୟର ରଚନାର ବିଷୟ ଜୀବନ ଅନ୍ତର୍ଗତ, ଜୀବନ ବିତାନ ବହିର୍ଗତ ନୁହେଁ। ଆଉ କଳ୍ପନା ସାହିତ୍ୟକୁ ସୌନ୍ଦର୍ଯ୍ୟମୟ କରେ। ସାହିତ୍ୟ ସୁନ୍ଦରକୁ ଗ୍ରହଣ କରି ରଚିତ, ନହେଲେ ସାହିତ୍ୟ ପଠନରେ ଆଗ୍ରହ ସୃଜିବ ନାହିଁ, ପ୍ରେରଣା ଦେବ ନାହିଁ। କବିବର ରାଧାନାଥ ରାୟ ଆଧୁନିକ କାବ୍ୟ ଏବଂ କବିତାର ପୁରୋଧା, ଅଗ୍ରଗାମୀ, ଆଦ୍ୟତମ ସ୍ଥାନ ଗ୍ରହଣ କରିଛନ୍ତି। ରାଧାନାଥଙ୍କୁ ପାଠକ କଳ୍ପନାର ପ୍ରୟୋଗବାଦୀ କବିତ୍ୱର ମାନ୍ୟତା ଦେଇଛନ୍ତି। ତଥାପି ତାଙ୍କର କାବ୍ୟ ଏବଂ କବିତାରେ ବାସ୍ତବବାଦର ଝଲକ ପ୍ରତି ପଦକ୍ଷେପରେ ରହିଅଛି। ସାହିତ୍ୟ ଯେତେ କଳ୍ପନାକୁ ନେଇ ରଚିତ ହୋଇଥାଉ, ତାହାର ମୂଳ ଭିତ୍ତି ବାସ୍ତବତାକୁ ଆଧାର କରିଥାଏ, ଯେଉଁଥିରୁ ସାହିତ୍ୟର ଉତ୍ପତ୍ତି ସମ୍ଭବିତ ହୋଇଥାଏ। ରାଧାନାଥଙ୍କର ପ୍ରତିଟି କାବ୍ୟ ପାଶ୍ଚାତ୍ୟ କଥାବସ୍ତୁ, ବିଦେଶୀୟ କାହାଣୀ ଉପରେ ପର୍ଯ୍ୟବସିତ ହେଲେ ମଧ୍ୟ ତାହାର ମୂଳ ଭିତ୍ତି ମଣିଷର ଶାଶ୍ୱତ ଜୀବନଧାରା, ସେଥିର ଉତ୍ଥାନ ପତନ, ମନୋଭାବର ଘଟଣା ଦୁର୍ଘଟଣାକୁ ନେଇ ରଚିତ, ଲିଖିତ ହୋଇଛି। ଆଜି ବି ତାହାର ମୂଲ୍ୟ ଅଛି। ଜୀବନ କୌଣସି କାଳରେ ପୁରୁଣା ନୁହେଁ, ହୋଇଯାଇ ନଥାଏ। ଜୀବନ ସର୍ବଦା ନିତ୍ୟ ନୂତନ। ଜୀବନ ପରିସ୍ଥିତି ଚକ୍ରରେ ପଡ଼ି ଅସୁନ୍ଦର ହେଲେ ମଧ୍ୟ ତାହା ମୂଳତଃ ସୁନ୍ଦର, କାରଣ ବଞ୍ଚିବାକୁ ସବୁ ମଣିଷକୁ ଭଲ ଲାଗେ। ବଞ୍ଚିବା ଭିତରେ ହିଁ ମରଣ ଆସିଥାଏ। ଜୀବନର କଷ୍ଟ ସହି ନ ପାରି ମଣିଷ ମରେ, ମରିବାକୁ ବାଧ୍ୟ ହୁଏ। କିଛି ଲୋକ ମଣିଷକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ମରିବାକୁ ବାଧ୍ୟ କରିଥାନ୍ତି। ରାଧାନାଥ ମୂଳତଃ କଥାକାବ୍ୟର ରଚୟିତା। କେଦାରଗୌରୀଠାରୁ ନେଇକି ଯଯାତି କେଶରୀ କାବ୍ୟ ପର୍ଯ୍ୟନ୍ତ ସବୁଥିରେ ରହିଛି ଜୀବନ ପ୍ରତି ଭିନ୍ନ ଭିନ୍ନ ଦୃଷ୍ଟିକୋଣ, ହତ୍ୟା ଆତ୍ମହତ୍ୟାର ବିଭୀଷିକା, ବିଦେଶୀୟ କଥାବସ୍ତୁ। ଅଧିକାଂଶ କଥାକାବ୍ୟର ମୂଳ ପ୍ରେରଣା ହେଲେ ମଧ୍ୟ ସେଥିରେ ଜୀବନର ବିବିଧ ଅନୁଧ୍ୟାନର ଭୂମିକା ଲକ୍ଷଣୀୟ। ଖାଲି ଯେ ବିଦେଶୀୟ କଥାବସ୍ତୁ ରହିଛି ତାହା ନୁହେଁ, ଓଡ଼ିଶାର ଆଞ୍ଚଳିକ କଥାବସ୍ତୁ ମଧ୍ୟ ଇତିହାସ ହୋଇ ସେଥିରେ ରହିଛନ୍ତି। କେଦାରଗୌରୀ ବିଦେଶୀୟ କାହାଣୀ, ପିରାମିସ୍ ଥିସ୍ବିର ଓଡ଼ିଆ କାବ୍ୟରୂପ, ଯାହାକି ଭୁବନେଶ୍ୱର କେଦାରଗୌରୀ ପୀଠରେ ଆରୋପିତ ପୋତାଯାଇଅଛି। ଭୁବନେଶ୍ୱର ବା ଏକାମ୍ର କାନନ ପ୍ରାଚୀନ ଶୈବକ୍ଷେତ୍ର। କେଦାର ଶିବଙ୍କର ଅନ୍ୟ ନାମ, ଗୌରୀ ପାର୍ବତୀଙ୍କର ଅନ୍ୟ ନାମ। ବିଫଳ ପ୍ରେମ କାହାଣୀ ଏଥିରେ ରୂପାୟିତ। ହେମାଚଳ ଶିରେ ଲଲାଟ କେଶରୀ ରଚିଲେ ରମ୍ୟ ନଗର, ଉତ୍କଳ ଭୁବନେ ଦେଶେ ଦେଶେ ଖ୍ୟାତ ହେଲା ଭୁବନେଶ୍ୱର, ମାନେ ଭଗବାନଙ୍କର ଘର। ସେହି ଭୁବନେଶ୍ୱରର କେଦାରଗୌରୀ ନାମରେ ଦୁଇ କିଶୋର କିଶୋରୀମାନେ ଯୁବକ ଯୁବତୀ ଚୋରା ପ୍ରୀତି କରୁଥିଲେ, ପାଖ ପଡ଼ିଶା ଥିବା ହେତୁ। ଯୌବନ ଆସିଗଲେ ମଣିଷ ମନୁଷ୍ୟ ପ୍ରତି, ଯୁବକ ଯୁବତୀ ପ୍ରତି, ଯୁବତୀ ଯୁବକ ପ୍ରତି ଆକର୍ଷିତ ହେବେ, ଯାହାକି ସ୍ୱାଭାବିକ ବା ସାଧାରଣ। ବିପରୀତ ଲିଙ୍ଗର ଏ କାରସାଦି। ଯୁବକର ନାମ କେଦାର, ଯୁବତୀର ନାମ ଗୌରୀ। ଅଭିଭାବକ ଦୁଇ ପରିବାରର ରାଜି ନ ହେବାରୁ ଦୁହେଁ ଦୁଇ ଘରର କାନ୍ଥ କଣାରେ ଗୁପଚୁପ କଥା ହେଲେ କି ଘର ଛାଡ଼ିବେ। ସହର ନିକଟ ବା ଉପକଣ୍ଠରେ ଯେଉଁ ଜାଙ୍ଗଳିକ ଝରଣା ଅଛି, ସେଠି ପହଞ୍ଚିବେ। ସେଠୁ ମନ ଯୁଆଡ଼େ ଚାହିଁବ ସିଆଡ଼େ ନିଖୋଜ ହେବେ। ଗୌରୀ ପ୍ରଥମେ ଆସିଛି। ବାଘ ହେଣ୍ଟାଳ ଶୁଣି ଆତ୍ମଗୋପନ କରିଛି। ଗଲାବେଳେ ଗୌରୀ ଛାତିର ଓଢ଼ଣି ଖସି ପଡ଼ିଛି। ବାଘ ଝରଣା ଜଳ ପିଇ ଚାଲିଯାଇଛି। ପରେ କେଦାର ଆସିଛି। ପାଦର ପାହୁଲ ଓ ଗୌରୀ ଓଢ଼ଣିର ଛିଣ୍ଡାଛିଣ୍ଡି ରକ୍ତଲଗା ପତିତ ସ୍ଥିତି ଦେଖି ଭାବି ଦେଇଛି କି ତାର ପ୍ରେମିକାକୁ ବାଘ ଖାଇ ଦେଇଛି। ଆତ୍ମହତ୍ୟା କରି ମୃତ୍ୟୁ ଯନ୍ତ୍ରଣାରେ ଛଟପଟ କେଦାରକୁ ଦେଖି ଗୌରୀ ମଧ୍ୟ ଲୁଚିବା ସ୍ଥାନରୁ ବାହାରି କେଦାର ଛାତିରେ ଭୁଷା ଛୁରୀରେ ନିଜେ ଭୁସି ହୋଇ ମରିଛି। ସକାଳେ ଲଲାଟେନ୍ଦୁ କେଶରୀ ରାଜାଙ୍କୁ ସ୍ୱପ୍ନାଦେଶ ହୋଇଛି। ଝରଣା କୂଳରେ ପଡ଼ିଥିବା କେଦାରଗୌରୀ ମର ଶରୀରକୁ ସଂସ୍କାର କରାଇ ଦୁହିଁଙ୍କ ପାଇଁ ଦୁଇଟି ମନ୍ଦିର ତୋଳାଇ ହରଗୌରୀ ରୂପରେ ସେମାନଙ୍କୁ ପୂଜା କରାଇଛନ୍ତି। ଦୁଇଟି ପଥର କୁଣ୍ଡ ତିଆରି କରାଇଛନ୍ତି, ଯାହାକି ଆଜି ବି ପାଣିରେ ଭର୍ତ୍ତି ଅଛି। ଗୋଟିଏ କୁଣ୍ଡରୁ ଅନବରତ ପାଣି ବାହାରୁ ଆସି ଝରି ପଡ଼ୁଛି।
ବାହାରୁ ଆସି ଝରି ପଡ଼ୁଛି ବୋଧେ ଝରଣା। ତେବେ କେଦାରଗୌରୀ କାବ୍ୟର ରହିଥିବା ମାନବ ଜୀବନର ସବୁଦିନିଆ ଶାଶ୍ୱତ ମୂଲ୍ୟବୋଧ ଜନିତ ଜ୍ଞାନ ହେଲା କି ଅପରିଣାମଦର୍ଶୀ ଆବେଗପ୍ରାଣ ଚଞ୍ଚଳମତି ହେଲେ ମଣିଷ କେଦାରଗୌରୀ ଭଳିଆ ଅକର୍ତ୍ତବ୍ୟ କରି ବସିବ। ସେକ୍ସପିୟର କହିଛନ୍ତି ଲଭ୍ ଇଜ୍ ବ୍ଲାଇଣ୍ଡ, ମାନେ ପ୍ରେମ ଅନ୍ଧ। ସେହି ଅନ୍ଧ ପ୍ରେମିକତାର ବା ପ୍ରେମମୟତାର ଦ୍ୱାହିରେ ଦୁଇଟି ପ୍ରେମାସକ୍ତ ନିରୀହ ଯୁବମୟ ଜୀବନ ଅକାଳରେ ମୃତ୍ୟୁର ଶିକାର ହୋଇଛନ୍ତି। ତେବେ କେଦାରଗୌରୀ କାବ୍ୟରେ ରାଧାନାଥ ମତାମତ ଦେଇ କହିଛନ୍ତି, ଧନ୍ୟ ସେ ପ୍ରୀତି କି ମରଣ ଭୀତି କି ପ୍ରୀତି ସେ ପାରଇ ଜିଣି, ଶିରୀଷ ମୃଦୁଳା ଲବଣୀ ପ୍ରୀତୁଳା ପ୍ରୀତି କଲା ସାହସିନୀ। ଗୋଟେ ହିନ୍ଦୀ ସିନେମାର ଗୀତ ଅଛି, ପ୍ୟାର କରନେ वाले कभी डरते नहीं, हाँ डरते नहीं, जो डरते हैं वो प्यार करते नहीं। କଥା ଅଛି ପରା, ସହସା ବିଧୟତେ ନ କ୍ରିୟାମ୍, ବୁଝି ବିଚାରି କର୍ମ କଲେ ପ୍ରମାଦ ନ ପଡ଼ଇ ଭଲେ। ଆପେ ଅର୍ଜିଲା କର୍ମମାନ ଆଗୁ ହୋଇବ ସାବଧାନ। କର୍ମଟି ସୁଖ ଦୁଃଖଦାତା। କର୍ମ ମଣିଷକୁ ବିଗାଡ଼ି ଦେବ, କର୍ମ ମଣିଷକୁ ସଜାଡ଼ି ବି ଦେବ। ଏଠି କେଦାରଗୌରୀର କର୍ମ ଉଭୟଙ୍କୁ ବିଗାଡ଼ି ଦେଇଛି। ଦ୍ୱିତୀୟ କାବ୍ୟ ଚନ୍ଦ୍ରଭାଗା। ନଦୀ ନାରୀ ନାମ ପାଇ ସୁମନ୍ୟୁ ଋଷିଙ୍କର କନ୍ୟା ରୂପେ ସାଗର ଅପ୍ସରୀ ଗର୍ଭରୁ ଜନ୍ମ ହୋଇ ଯୌବନରେ ଉପନୀତ ହୋଇ ସାଗର କୂଳରେ ପେଣ୍ଡୁ ଖେଳରେ ଖେଳୁଥିବା ଦେଖି ଗର୍ବୀ ଅଭିମାନୀ ସୂର୍ଯ୍ୟଦେବତା କାମଦେବ କନ୍ଦର୍ପଙ୍କ ସହିତ ଝଗଡ଼ା କରି ମଦନ ମୀନକେତନ ବା ରତିପତିଙ୍କ ପ୍ରେମ ବାଣରେ ପତିତ ହୋଇ ଦେବତାରୁ ବ୍ରାହ୍ମଣ ଛଦ୍ମବେଶରେ ଥାଇ ଏକତରଫା ପ୍ରେମ ନିବେଦନ ଚନ୍ଦ୍ରଭାଗା ଠାରେ କରିଛନ୍ତି। ଏଥିପାଇଁ ଯେ ରୂପ ଥିଲେ ପ୍ରଚ୍ଛନ୍ନେ କେବେ ରସିକ ଛାଡ଼େ, ମଧୁ ଥିଲେ ପୁଷ୍ପେ ଯତନେ ଖୋଜି ମଧୁପ କାଢ଼େ। ଯେ ଅଟେ ଜଗତ ଜନର ମନ ନୟନ କାରା, ଅପ୍ରକଟ ହୋଇ ରହିବା ପାଇଁ କାହିଁ ତା ଚାରା। ମଦନର ଓଲଟ ବାଣରେ ପୀଡ଼ିତା ଚନ୍ଦ୍ରଭାଗା ପ୍ରେମ ବିରାଗିଣୀ ହୋଇ ସମୁଦ୍ରରେ ବୁଡ଼ି ଆତ୍ମହତ୍ୟା କରିଛି। ସୂର୍ଯ୍ୟ ନିରାଶ ରହିଛନ୍ତି। କେଦାରଗୌରୀ ଦୁଇପକ୍ଷ ପ୍ରେମ କରି ବିଫଳ ହେଲେ, ସୂର୍ଯ୍ୟ ଏକପକ୍ଷ ପ୍ରେମ କରି ବିଫଳ ହୋଇଛନ୍ତି। ନନ୍ଦିକେଶ୍ୱରୀ କାବ୍ୟରେ ସୁବର୍ଣ୍ଣକେଶରୀ ଦୁହିତା ଦକ୍ଷିଣ ଆଗତ ଚୋଡ଼ଗଙ୍ଗ ଦେବଙ୍କ ବୀରତ୍ୱ ଯୌବନତ୍ୱ ଓ ପୌରୁଷତ୍ୱ ଦେଖି ଯୌବନର ପ୍ରେମ ରୋଗରେ ଆତୁର ହୋଇ ଦେଶଦ୍ରୋହୀ ପିତୃଦ୍ରୋହୀ ଆତ୍ମାଦ୍ରୋହୀର ତିନି ପାପରେ ଲାଞ୍ଛିତ ଅପମାନିତ ହୋଇ ଚୋଡ଼ଗଙ୍ଗଙ୍କ ଦ୍ୱାରା ଚୋଡ଼ ଶିବିରକୁ ରାତ୍ରିର ଏକାକୀ ଘନ ଅନ୍ଧାରିତ ପରିବେଶରେ ପିତାଙ୍କ ଜୈତ୍ରମଣି ଚୋରି କରି ନେଇ ଚୋଡ଼ଗଙ୍ଗଙ୍କ ବାହୁବନ୍ଧନରେ ବନ୍ଦିନୀ ହେବା କାମନାକୁ ପ୍ରକୃତ ବୀର ଚୋଡ଼ଗଙ୍ଗ ପ୍ରତ୍ୟାଖ୍ୟାନ କରି ନିଗୃହୀତା ହୋଇ ହୀରାମୁଦି ଚୁଚୁମି ଶିବିକାରେ ଆତ୍ମହତ୍ୟା କରିଛନ୍ତି। ନନ୍ଦିକା ପକ୍ଷେ ଏହା ଉଚିତ ଥିଲା କି ପିତାଙ୍କଠାରେ ପ୍ରସ୍ତାବ ପକାଇବା, ମୁଁ ଚୋଡ଼ଗଙ୍ଗଙ୍କର ଯୌବନତ୍ୱ ବୀରତ୍ୱ ସୌନ୍ଦର୍ଯ୍ୟତ୍ୱରେ ମୁଗ୍ଧା, ମୋତେ ବାପା ତାଙ୍କ ସହିତ ବାହା କରାଅ। ନାରୀ ପୁରୁଷର ପୌରୁଷତ୍ୱ ବୀରତ୍ୱ ଚାହେଁ, ଯଦ୍ୱାରା କି ଏହାକୁ ପାଇ ଜୀବନକୁ ସୁଖୀ ରଙ୍ଗୀନ କରାଇବ। ପୁରୁଷ ଦ୍ରୁମ, ନାରୀ ଲତିକା। ପୁରୁଷ ଦେହରେ ଲୋଟେଇ ଯିବା ନାରୀର ସ୍ୱଭାବ ଧର୍ମ। ସେଠୁ ସେ ନାରୀତ୍ୱ ମାତୃତ୍ୱର ଭରସା ପ୍ରାପ୍ତ କରିଥାଏ, ନିଜର ସୁରକ୍ଷା ଚାହେଁ। ଯୌବନର ଏହା ଜୀବଧର୍ମ। ଆଉ ଯେଉଁ ପୁରୁଷ ଏହା ନାରୀକୁ ଦେଇପାରେ ନାହିଁ, ସେ ନାରୀଠାରୁ ଧିକ୍କାର ପାଇବାକୁ ଯୋଗ୍ୟ। ପ୍ରେମର ଦୁଇପକ୍ଷତା ନନ୍ଦିକେଶ୍ୱରୀ କାବ୍ୟରେ ମଧ୍ୟ ନାହିଁ। ସେ ଲାଗି ଜୀବନର ଚିରନ୍ତନ ମୂଲ୍ୟ ଜ୍ଞାନ ଏଠି ବିଫଳ ସାବ୍ୟସ୍ତ। ଉଷା ପ୍ରକୃତରେ ବୀରା, ସେ ବୀର ପୁରୁଷ ତାରି ଭଳି ଚାହେଁ। ନ ପାଇଲା ଯାକେ ପୁରୁଷର ମୁଣ୍ଡକାଟ ପଣ ରଖି ଦୌଡ଼ ପ୍ରତିଯୋଗିତାରେ ବିଫଳ ପୁରୁଷଙ୍କର ମୁଣ୍ଡକାଟ କରିଛି। ବାସ୍ତବରେ କେହି ପୁରୁଷ ଉଷା ଦୌଡ଼ ରାଣୀଙ୍କୁ ଦୌଡ଼ ପ୍ରତିଯୋଗୀ ହୋଇ ହରାଇ ନ ପାରି ଶେଷକୁ ରାଜକୁମାର ଜୟନ୍ତ ହାରିଯିବାର ଭୟରେ ଦେବୀ ପ୍ରସାଦରୁ ସୁନା କମଳ ଫୁଲ କୌଶଳରେ ବାଟରେ ପକାଇ ଦେବ ଯୋଗରୁ ଜିତିଛି ସିନା, ହେଲେ ବିବାହ ବେଦୀରେ ହାତଗଣ୍ଠି ପଡ଼ିବା ବେଳେ ଉଭୟ ଉଷା ଜୟନ୍ତଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ରାଜା ନୁରୁ ଝିଅ ଜ୍ୱାଇଁଙ୍କର ଅକାଳ ମୃତ୍ୟୁରେ ମର୍ମାହତ ଥିବାବେଳେ ଦେବୀ କାଳିକା ଉପସ୍ଥିତ ହୋଇ ଉଷା ଜୟନ୍ତଙ୍କର ମୃତ୍ୟୁ କାରଣ ଅବଗତ ନୁରୁ ରାଜାଙ୍କୁ କରାଇ କହିଛନ୍ତି, ପରୋକ୍ଷରେ କି ସୁନ୍ଦରତା କୁତ୍ସିତତା ବିଧିଦାନ। ନିଜେ ସୁନ୍ଦର ବୋଲି ଅନ୍ୟକୁ ଅସୁନ୍ଦର କହିବା, ତାଚ୍ଛଲ୍ୟ କରିବା, ମନ୍ତବ୍ୟ ମାରିଦେବା, କମେଣ୍ଟ ମାରିବା ଅନୁଚିତ। କାରଣ ଅନ୍ୟ ପ୍ରତି ଅତ୍ୟାଚାର କଲେ ତାହା ନିଜ ଉପରକୁ ହିଁ ଲେଉଟି ଆସେ। ଉଷା କାବ୍ୟରେ ତାହା
ହିଁ ଦେଖାଯାଇଥାଏ। ପୂର୍ବଜନ୍ମ ପରଜନ୍ମର ବିବରଣୀ ଏହି କାବ୍ୟରେ ରହିଛି। ତିଳୋତ୍ତମା ଅପ୍ସରା ଓ ଗନ୍ଧର୍ବ ସ୍ୱର୍ଗରେ ହାତ ଧରାଧରି ହୋଇ ନାଚୁଥିବା ବେଳେ ଅସୁନ୍ଦରୀ କାଳିକା ଦେବୀଙ୍କୁ ତାଙ୍କର କୁତ୍ସିତ କଦାକାର ରୂପକୁ ଦେଖି ଥଟ୍ଟା କରିବାର ବିପରିଣାମର ଅଭିଶାପ କାଳୀ ଠାକୁରାଣୀଙ୍କଠାରୁ ପାଇ ମରଣଶୀଳ ମର୍ତ୍ତ୍ୟ ଜଗତରେ ନରନାରୀ ଜନ୍ମ ପାଇ ହାତ ମିଶି ଅଭିଶାପ ବିମୁକ୍ତ ହୋଇ ସ୍ୱର୍ଗକୁ ଫେରି ଯାଇଛନ୍ତି। ନିଜେ ସୁନ୍ଦର ଅଛ ବୋଲି ଅନ୍ୟର ଅସୁନ୍ଦରତାକୁ ଦେଖି ତାଚ୍ଛଲ୍ୟ କରିବା ଥଟ୍ଟା କରିବା ଆଦୌ ଉଚିତ ନୁହେଁ। ନିଜର କ୍ଷତିକୁ ହିଁ ପରୋକ୍ଷରେ ଡାକିବା ସାର ହେବ। ଫଳରେ ଅପ୍ସରା ଗନ୍ଧର୍ବରୁ ମରଣଶୀଳ ମାନବ ରୂପ ଧରି ମରିଛନ୍ତି। ପାର୍ବତୀ ଏକ ଅସମ୍ପୂର୍ଣ୍ଣ କାବ୍ୟ, ଯେଉଁଥିରେ ବାପା ଝିଅର କୁତ୍ସିତ ପାପ ପ୍ରଣୟର କଳଙ୍କିତ ଦୋଷରୁ ରାଣୀ ପାର୍ବତୀ ନିଜର ଲମ୍ପଟ କାମୁକ ଝିଅ ହତ୍ୟାକାରୀ ପାପୀ ସ୍ୱାମୀ ଚୋଡ଼ଗଙ୍ଗଙ୍କ ପୁଅ ଗଙ୍ଗେଶ୍ୱର ଦେବଙ୍କୁ ଝିଅ କୌଶଲ୍ୟାଙ୍କ ପ୍ରେତାତ୍ମାଠାରୁ ସ୍ୱାମୀର ପାପାଚାର କଥା ଶୁଣି ଦୁର୍ଗା ଭୈରବୀ ରୂପରେ ହତ୍ୟା କରିଛନ୍ତି। ନିଜେ ବି ସ୍ୱାମୀ ହତ୍ୟା ଦୋଷରେ ଦୋଷୀ ହୋଇ କୂଅରେ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯେତେବେଳେ ରାଜବାଟୀ ପୁନର୍ବିନ୍ୟାସ କରାଯାଇଛି, ସେତେବେଳେ ଗୋଟିଏ କୂପରୁ ସା ଅଳଙ୍କାର ଏକ କଙ୍କାଳର ବାହାରିଛି କୂଅ ଭିତରୁ। ତେଣୁ ଜଣାଯାଏ ଯେ ପାର୍ବତୀଙ୍କର କଙ୍କାଳ ସେଇଟା। ଯେଉଁ ବାପା ନିଜେ ଔରସ୍ୟ ବୀର୍ଯ୍ୟ ଦେଇ ନିଜ ଝିଅକୁ ଜନ୍ମ କରେ ସ୍ତ୍ରୀର ଦ୍ୱାରା, ସେହି ବାପା ପୁଣି ଶୈତାନୀ ସ୍ୱଭାବ ଦେଖାଇ ଝିଅକୁ ଭୋଗ କରି ଗର୍ଭବତୀ ଝିଅକୁ ନିଜେ ହତ୍ୟା କରି ଏହା ନିହାତି ଅସାମାଜିକ, ଅଧାର୍ମିକ, ଅନୈତିକ, ଅନାଦର୍ଶ ଭିତ୍ତିକ, ଯାହାକି ମଣିଷ ଜୀବନ ପକ୍ଷେ ଆଦୌ ଅନୁଚିତ, ଅଶୋଭନୀୟ ବ୍ୟାପାର, ଦୁର୍ଘଟଣା, ଭାଗ୍ୟର ବିଡ଼ମ୍ବନା। ସଂସାରରେ ମାନବ ସମାଜରେ ଏବେ ବି ପରିଦୃଶ୍ୟମାନ। ଶ୍ୱଶୁର ବୋହୂକୁ ଗର୍ଭବତୀ କରାଇବା ସମ୍ବାଦପତ୍ରରେ ବାହାରେ। ବୋହୂ ଝିଅ ପ୍ରତିମ। ଏଇଠି ଟ୍ରୁଥ୍ ଅଫ୍ ପ୍ରୋବାବିଲିଟି କାମ କରିଛି ବା ସମ୍ଭାବ୍ୟ ସତ୍ୟତା ଅଛି। ହୋଇପାରେ, ନ ହୋଇ ବି ପାରେ, ତେବେ ଅସମ୍ଭବ ନୁହେଁ। ଶୈତାନ ସବାର ହୋଇଗଲେ ମଣିଷ ଅକର୍ତ୍ତବ୍ୟ ହିଁ କରେ। ଯାହା ନ ହେବା କଥା ତାହା ହୋଇଯାଏ ମଣିଷ ଜୀବନରେ। ଯଯାତି କେଶରୀ କାବ୍ୟରେ ଯୌବନର ରସରେ ମତୁଆଲା ହୋଇ ନାରୀ ଆସକ୍ତ ଏତେଦୂର ସ୍ତ୍ରୈଣ ମଣିଷ ହୋଇଯାଏ ଯେ ନାରୀ ବେଶ ଧରି ଅନ୍ଦର ମହଲରେ ନିଜର ମାନସୀ ପ୍ରତିମା ସହିତ ଛଦ୍ମବେଶୀ ଚୋରା ପ୍ରୀତି କରେ। ସତ କେବେ ଲୁଚି ରହେ ନାହିଁ। ନ୍ୟାୟରେ ଧରାପଡ଼ି ଦଣ୍ଡ ଭୋଗୁ ଭୋଗୁ ଦୈବ କାରୁଣ୍ୟ ଦ୍ୱାରା ତ୍ରାହି ପାଏ, ଦଣ୍ଡମୁକ୍ତ ହୋଇଥାଏ। ଯଯାତି କେଶରୀ କାବ୍ୟରେ ଏହା ହିଁ ଦର୍ଶିତ। ଉତ୍କଳର ଜେମା ଲଳିତାଙ୍କୁ ନାରୀ ବେଶୀ ଯୁବରାଜ ଯଯାତି ପ୍ରେମ କରି ଧରାପଡ଼ି ବିରଜା ଦେବୀଙ୍କ ଭୟ ପ୍ରଦର୍ଶନରୁ ଉତ୍କଳର ରାଜା ଯଯାତିଙ୍କୁ ଜୀବନରୁ ମାରି ନଥିଲେ, କାରଣ ଯଯାତି ବିରଜା ଭକ୍ତ। ପରବର୍ତ୍ତୀ ସମୟରେ ସେ ଯଯାତି କେଶରୀ ନାମ ଧରି ଉତ୍କଳ ସିଂହାସନରେ ଅଧିରୂଢ଼ ହୋଇଛନ୍ତି। ଯାଜପୁର ଅଞ୍ଚଳରେ ମଣିଷର ଦୁର୍ଲଭ ଜୀବନରେ ପ୍ରେମର ବିବିଧ ଭୂମିକା ଦେଖାଇ ରାଧାନାଥ ତଦୀୟ କାବ୍ୟର ସବୁଦିନିଆ ଚିରନ୍ତନ ମୂଲ୍ୟ ଜ୍ଞାନକୁ ଅକ୍ଷୁର୍ଣ୍ଣ ରଖିଯାଇଛନ୍ତି। ପ୍ରେମ ଜୀବନ ପାଇଁ ସବୁକିଛି। ପ୍ରେମରେ ଜୀବନ ତିଷ୍ଠେ, ବଞ୍ଚେ। ପରବର୍ତ୍ତୀ ପ୍ରେମର ପଥ ପରିଷ୍କାର କରାଏ, ଘଟଣା ଆଣେ, ଦୁର୍ଘଟଣା ଦେଖାଏ। ଏହା ହିଁ ରାଧାନାଥ ସାହିତ୍ୟର ଚିରନ୍ତନ ମୂଲ୍ୟବୋଧ ଜନିତ ଜ୍ଞାନ।